ବି ଗୋଟେ ଭଉଣୀ ଆମର କହୁଛି ଯେ ମତେ ସାପ କାମୁଡୁଛି, ଏତେ କେୟାରଲେସ୍ ଡକ୍ଟର ଯେ କହୁଛି ଗ୍ୟାସ୍ ହେଇଛି। ସାପ କାମୁଡ଼ାରେ ଆଶା କର୍ମୀଙ୍କ ମୃତ୍ୟୁ। ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର 5 ନମ୍ବର ୱାର୍ଡର ଆଶାକର୍ମୀ ଲୀଳାବତୀ ଗୋଛାୟତଙ୍କର ମୃତ୍ୟୁକୁ ନେଇ ଧାମନଗରରେ ଉତ୍ତେଜନା ଦେଖାଦେଇଛି। ସକାଳ ମେଡିକାଲ ଛାଡ଼ିକି ଯାଇକି କଟକରେ ରହିଛି। ବର୍ତ୍ତମାନ ସେ ଡକ୍ଟରକୁ ଆମ ସାମ୍ନାକୁ ଡକାନ୍ତୁ। ନଚେତ ଏ ଆନ୍ଦୋଳନ ରହିଛି, ଏ ଧାମନଗର ଆନ୍ଦୋଳନ ରହିବ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ରାତି ପ୍ରାୟ 11ଟା ସମୟରେ ଘରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ିଥିଲା। ସେ ତୁରନ୍ତ ନିଜ ଝିଅକୁ ଡାକିଥିଲେ ଏବଂ ପରିବାର ଲୋକେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଅଭିଯୋଗ ଅନୁସାରେ ସେଠାରେ ଡାକ୍ତର ମଧୁଶ୍ରୀ ସାହୁ ଚିକିତ୍ସା କରି ଏହାକୁ ଗ୍ୟାସ୍ ସମସ୍ୟା ବୋଲି କହିଥିଲେ। ପରିବାର ପକ୍ଷରୁ ବାରମ୍ବାର ସାପ କାମୁଡ଼ିଥିବା କଥା କୁହାଯାଇଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦେଇନଥିଲେ ଏବଂ ରୋଗୀଙ୍କୁ ଘରକୁ ପଠାଇ ଦେଇଥିଲେ। ଘରକୁ ଫେରିବାର ପ୍ରାୟ 30 ମିନିଟ୍ ପରେ ଲୀଳାବତୀଙ୍କର ବାନ୍ତି ହୋଇଥିଲା। ପରେ ତାଙ୍କୁ ପୁଣି ଧାମନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଏବଂ ପରବର୍ତ୍ତୀ ସମୟରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ତାଙ୍କୁ ଦେଖିଥିଲେ, ଦେଖିଲା ପରେ ସେ ତାଙ୍କୁ କହିଥିଲେ ଯେ ମୋତେ ମ୍ୟାଡ଼ାମ୍ ସାପ କାମୁଡ଼ିଛି। ସେ କିନ୍ତୁ ମ୍ୟାଡ଼ାମ୍ ସେ କଥାକୁ ଗୁରୁତ୍ୱର ସହିତ ନ ନେଇ ସେ କହିଲେ ନା ତୁମର ଗ୍ୟାସ୍ ହେଇଛି। ଏହା କହି ତାଙ୍କୁ ଗୋଟେ ଏଭିଲ୍ ଇଞ୍ଜେକ୍ସନ୍ ଦେଲେ, ଦେଇକି ଘରକୁ ମଧ୍ୟ ପଠାଇଦେଲେ। କିନ୍ତୁ କିଛି ସମୟ ଗଲା ପରେ ବିଷ ତାର କାମ କରୁଛି। ବିଷ ତଳେ ଦେହର ଚରିଛି, ପୁଣି ତାଙ୍କୁ ବାନ୍ତି ହେଇଛି, ମୁଣ୍ଡ ଆହୁରି ପ୍ରବଳ ଘୁରେଇଛି। ପୁଣି ଆସୁଛନ୍ତି ମେଡ଼ିକାଲକୁ। ଏଠିକି ଆସିଲା ପରେ ମ୍ୟାଡ଼ାମ୍ ଉପାୟ ନ ପାଇକି ତାଙ୍କୁ DHHକୁ ରେଫର୍ କରିଛନ୍ତି। DHHର ଦେଖିଲେ ଅବସ୍ଥା ସାଂଘାତିକ, ସିଏ ପୁଣି ରେଫର୍ କରିଦେଲେ କଟକକୁ। ଆଜି ସକାଳୁ ସକାଳୁ ତାଙ୍କର ଦେହାନ୍ତ ହେଇଗଲା। ଆମେ ଚାହୁଁଛୁ ଆମର ଦାବି ତା ପରିବାରକୁ 50 ଲକ୍ଷ ଟଙ୍କା ଦିଆଯାଉ। ଦ୍ୱିତୀୟରେ ତା ପରିବାର ଯେଉଁ ଝିଅ ରହିଛି ତାକୁ ଆଶା କର୍ମୀରେ ନିଯୁକ୍ତି କରାଯାଉ। ତୃତୀୟରେ ଏ ଅଞ୍ଚଳରେ ଯେତିକି ଲୋକ ରହିଛନ୍ତି ସେମାନଙ୍କୁ ପ୍ରପର ଚିକିତ୍ସା ଦିଆଯାଉ, ଯେମିତି ଚିକିତ୍ସା ଅଭାବରୁ କୌଣସି ଲୋକ ମୃତ୍ୟୁବରଣ ନ କରନ୍ତୁ। ସେଥିପାଇଁ ଆମର ଦାବି ରହିଛି। ଯେତେବେଳେ ସାପ କାମୁଡ଼ିଲା ଆମର କର୍ତ୍ତବ୍ୟ କ'ଣ? ମେଡ଼ିକାଲ ଆଣିବା। ଯଦି ତାର ଗୋଟେ ଝିଅଟେ ରାତି ଅଧରେ କେହି ନାହାନ୍ତି, ସେ ମେଡ଼ିକାଲକୁ ଆଣିଲା, ଡକ୍ଟର କର୍ତ୍ତବ୍ୟ ତାକୁ ଚେକଅପ୍ କରିଥାନ୍ତା। ଅଥତ ନ ପାରିଥିଲେ ତାକୁ ଭଦ୍ରକ କି କଟକ ଟ୍ରାନ୍ସଫର କରିଥାନ୍ତା। ସିଏ କହୁଛି କି ତୋତେ ଗ୍ୟାସ୍ ଉଠିଯାଇଛି ମୁଣ୍ଡକୁ, ତୋର କିଛି ହେଇନାହିଁ। ସେଇ ଡକ୍ଟର ଯେ ଲେଡ଼ିଜ୍ ଡକ୍ଟର ଥିଲେ, ତା ନାଁଟା ମୁଁ ସାର୍ ଜାଣିଛି। ହଁ, ଯଦି କହିଲେ ତୁ ଘରକୁ ପଳା, ହାତରେ ଯେଉଁଟା ବାନ୍ଧିଥିଲେ ଯେଉଁ କାମୁଡ଼ନ୍ତି ତାକୁ ଏଇଆ କହିଲେ ନା ତୋର କିଛି ହେଇନି, ଗ୍ୟାସ୍ ଉଠିଯାଇଛି। ତା ଝିଅ ଭାବିଲେ ମାଆକୁ ଗ୍ୟାସ୍ ହେଇଯାଇଛି। ସେଟା ଖୋଲିଦେଇ ଘରକୁ ନେଲା ପରେ ଶୋଇଲା। ତାପରେ ଯେତେବେଳେ ବାନ୍ତି ଛାତି କରି ଅତିରିକ୍ତ ବିଚାରିତ ହେଇଛନ୍ତି, ଫେର୍ ମେଡ଼ିକାଲ ଆଣିଛନ୍ତି। କହିଲା ମୋତେ ଡିଷ୍ଟର୍ବ କରନ୍ତୁନି। ଆଉ ସେଇ ଡକ୍ଟର ଦିଦି କହିଲେ କି ତମେ ତାକୁ ଡିଷ୍ଟର୍ବ କରନ୍ତୁନି, ଯଦି ପାରୁଛ ଭଦ୍ରକ ନେଇଯାଅ। ସେତେବେଳକୁ ତା ଝିଅର ବିଷ ଚରିଗଲାଣି। ତାପରେ ଭଦ୍ରକ ନେଇଗଲେ। ଭଦ୍ରକରେ ଯେତେବେଳେ ଟ୍ରିଟମେଣ୍ଟ କଲେ ସେ ଆଉ ଡାଇରେକ୍ଟ କଟକ ପଡ଼ିଲେ। କଟକ ତ ପହଞ୍ଚିନି, ମରିଗଲେ। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ସମ୍ପୂର୍ଣ୍ଣ ନ୍ୟୁଜ୍ ଓଡ଼ିଆ।